ଆଜ୍ଞା ପରିଚୟ ମୁଁ ତିଳତଳା ମାହାତ ଆପଣ ଘର କୋଉଠି? ଜଳିଆପଡ଼ା। ଆଜି ଗୋଟେ ରାମନବମୀ ହଉଛି ଭାରି ଖୁସି ଅଛନ୍ତି। ହଁ, ପିଲାଙ୍କର ଏ ଉତ୍ସବ ଚାଲିଛି 30 ବର୍ଷ ହେଲା ଚାଲିଛି। ବର୍ତ୍ତମାନ ଚାଲିବ ଆଉ କଣ, ପିଲାମାନଙ୍କୁ ଭଗବାନ ରଘୁନାଥ ଭଲରେ ରଖିଥିବେ ଆଉ ମଙ୍ଗଳ କରିବେ ଆଉ। ଆଜି କେତେ ଉତ୍ସାହ ଦେଖୁଥିବେ ଯେ କି ଛୋଟ ଛୋଟ ପିଲାମାନେ ଆପଣଙ୍କ ନାତି ମାନେ ଏମାନେ ନାତି ମାନେ ଯେ ଦେଖୁଥିବେ ନାତି ମାନେ ହଉ ସମସ୍ତେ ଖୁସିରେ ରହିବେ ଆଉ, ପିଲାମାନେ ରଘୁନାଥ ତାଙ୍କୁ ଭଲରେ ରଖିବେ ଆଉ କଣ, ଏମିତି ଚାଲିଥବ ଆଉ। ଟିକେ ପରିଚୟ। ମୁଁ ବିରାଟ କୁମାର ମହାରଣା, ଗ୍ରାମ ଜଳିଆପଡ଼ା, ପୋଷ୍ଟ କଣାସ, ଜିଲ୍ଲା ପୁରୀ। ଯେ ଦେଖୁଛ ଆଜି ରାମନବମୀ ଏବଂ ଗ୍ରାମ ଯୁବକ ମାନେ ହଉ କି ବୟୋଜ୍ୟେଷ୍ଠ ଲୋକ ସିନିୟର ସିଟିଜେନ ହଉ ବର୍ତ୍ତମାନ ଆଜି ଉତ୍ସବ ଅଛି, ଏ ଉତ୍ସବ କେମିତି ପାଳନ କରୁଛନ୍ତି? ଆପଣ ମାନେ ତ ଦେଖିପାରୁଥିବେ ଏ ଜଳିଆପଡ଼ା ମାଟି ହଉଛି ଗୋଟେ କଳାର ମାଟି। ଏ ମାଟିରେ ବହୁତ କଳା ଲୁଚି ରହିଛି। ଏଇ ଯୋଉ ଅନୁଷ୍ଠାନ ଆଜି ଆପଣ ମାନେ ଦେଖୁଛନ୍ତି, ଇଏ ହଉଛି 24 ବର୍ଷର ଅନୁଷ୍ଠାନ। ଆମର ପୂର୍ବପୁରୁଷ ମାନେ ଏହାକୁ ଅନୁଷ୍ଠିତ କରି ଯାଇଥିଲେ। ଆମେ ବି ୟାକୁ ପାଳିତ କରୁଛୁ ଏବଂ ଆଗାମୀ ଆମ ଯୋଉ ପିଢି ଅଛନ୍ତି ଏମାନଙ୍କୁ ଆମେ ଚେଷ୍ଟା କରିବୁ ଏମାନେ ବି ଏମିତି ଏଇ କଳାଟାକୁ ବଞ୍ଚେଇ ରଖିବେ। ଏ ଜଳିଆପଡ଼ା ନାଁଟିକୁ ଏବଂ ଏ ଜଳିଆପଡ଼ା ମାଟିର ଏ କଳାର ମାଟି କିଛି ସଂସ୍କୃତ କାର୍ଯ୍ୟକ୍ରମ ହଉ କିମ୍ବା ଧାର୍ମିକ କାର୍ଯ୍ୟାନୁଷ୍ଠାନ ହଉ, ଏ ମାଟିର ସମସ୍ତ କଳାକାର ଆବାଳ ବୁଦ୍ଧ ବନିତା ସମସ୍ତଙ୍କର ଚେଷ୍ଟା ଲାଗି ଆଜି ଅନୁଷ୍ଠାନଟା ବଢି ଚାଲିଛି ଏବଂ ଆଗକୁ ବି ବଢି ଚାଲିବ। ଆପଣ ମାନେ ଦେଖୁଥିବେ ଅତୀତରେ ଆମର କାକଟପୁର ମା ମଙ୍ଗଳାଙ୍କର ବିଶ୍ୱଶାନ୍ତି ମହାଯଜ୍ଞ ବହୁତ ମାନେ ବ୍ୟବଧାନରେ ପାଳିତ ହଉଛି। ଆପଣ ମାନେ ଜାଣିଥିବେ, ସେଇଠୁ ବି ଆମ ପିଢି ମାନଙ୍କୁ ଆମେ ଶିକ୍ଷା ଦଉଛୁ, ଯାହାବି ଆମ ଏ ଗ୍ରାମରେ ଅନୁଷ୍ଠିତ ହଉଛି ତାକୁ ଆଗାମୀ ପିଢି ପାଇଁ ତାକୁ ବଞ୍ଚେଇ ରଖିବେ। ଆମର ଏତିକି କାମନା, ପ୍ରଭୁ ରଘୁନାଥ ଏବଂ ବୀର ବଜରଙ୍ଗବାଲିଙ୍କୁ ଏତିକି ଭରସା ରହୁ। ଆମର ଏଇ ଜଳିଆପଡ଼ା ମାଟିର ଏଇ ଜଳିଆପଡ଼ା ମାଟି ଏବଂ ଜଳିଆପଡ଼ାର ସମସ୍ତ ଆବାଳ ବୁଦ୍ଧ ବନିତା ମାନଙ୍କୁ ଏବଂ ଗ୍ରାମବାସୀ ମାନଙ୍କୁ ମୁଁ ଏତିକି ପ୍ରାର୍ଥନା କରୁଛି। ଆଜ୍ଞା ପରିଚୟ। ମୋ ନାଁ ଶ୍ୟାମସୁନ୍ଦର ମହାରଣା, ମୁଁ ଏ ଗ୍ରାମର ୱାର୍ଡ ମେମ୍ବର। ଜଳିଆପଡ଼ା ମୁଁ ଆମ ଘର। ଆଉ ଏଇଟା ଶ୍ରୀରାମ ନବମୀ ଅନୁଷ୍ଠାନ ଚାଲିଛି। ଆଉ ଏ ଗ୍ରାମର ଆବାଳ ବୃଦ୍ଧ ବନିତାଙ୍କର ସମସ୍ତଙ୍କର ବର୍ତ୍ତମାନ ସହଯୋଗ କ୍ରମେ ଅନୁଷ୍ଠାନ ଚାଲିଛି। ଏ ବହୁ ପୂର୍ବତନ ଅନୁଷ୍ଠାନ ଇଏ। ଆଉ ଏ ଗ୍ରାମର ବି ସମସ୍ତଙ୍କର ସହଯୋଗ ବି ଏଥିରେ ରହିଛି। ଏଇଟା ହଉଛି ବହୁତ ଆଧ୍ୟାତ୍ମିକ ଗାଁ। ଜଳିଆପଡ଼ା ଗୋଟେ ବହୁତ ଆଧ୍ୟାତ୍ମିକ ଗାଁ। ଏ ଗାଁରେ ଏଠି ଆମର କାକଟପୁର ମଙ୍ଗଳା ମା ଅଛନ୍ତି। ଏଠି ବହୁତ ବିରାଟ ବଡ ଯଜ୍ଞ ବି ହଉଛି। ଆଉ ଏ ଅନୁଷ୍ଠାନ ବି ବହୁତ 25-30 ବର୍ଷ ହେଲା ଚାଲିଲାଣି। ତେଣୁକରି ଏଠି ବହୁତ ଲୋକଙ୍କର ବି ସମାଗମ ହଉଛି। ଆଉ ଏ ଜାଗାରେ ବି ବହୁତ ମାନେ ରାମ ନାଟକ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ବି ଚାଲିଛି ଏଠି। ଆଉ ବହୁତ ଦୂର ଦୂରାନ୍ତରୁ ଲୋକମାନେ ବି ଆସୁଛନ୍ତି। ଏ ଗ୍ରାମବାସୀ ସମସ୍ତେ ଖୁସି, ଏ ଅଞ୍ଚଳ ସାରା ବି ସମସ୍ତେ ଖୁସି। ଗ୍ରାମବାସୀ ମାନେ ପୁରା ଉତ୍ସବ ମୁଖର ଥିଲା, ବହୁତ ଖୁସି ଅଛନ୍ତି ଏଠି। ଆଉ ଏ ଅଞ୍ଚଳବାସୀ ବି ସମସ୍ତେ ଖୁସି। ଆମେ ବି କାମନା କରୁଛୁ ଜଗତର ମଙ୍ଗଳ ହଉ, ଏ ଗ୍ରାମରେ ବି ମଙ୍ଗଳ ହଉ।